नमस्कार दर्शक बंधु आपण समस्त को मो चैनल को पुणी थे स्वागत करुचे। दर्शक बंधु माघ पूर्णिमा माघ मासर महात्म्य आपण मैंने निश्चय जानिथिबे। दर्शक बंधु 144 वर्ष पर कुंभ मेला अनुष्ठित होछि। जो मैंने स्नान न करि पारुचंती कुंभ मेला दर्शन पई जे न जाई पारुचंती एही माघ पूर्णिमा दिन ଏହି ଉପାୟକୁ ନିଜ ଘରେ ନିଶ୍ଚୟ କରନ୍ତୁ। ଆପଣମାନେ ନିଜ ଘରେ ଏହି 5ଟି କାମ ନିଶ୍ଚୟ କରନ୍ତୁ। ଯେତିକି ପୁଣ୍ୟ କୁମ୍ଭ ମେଳା ଯାଇ ସ୍ନାନ କରିବା ଏବଂ ସେହି ତୀର୍ଥ ପରିଭ୍ରମଣ କରିବାରେ ପୁଣ୍ୟ ଆପଣମାନେ ପ୍ରାପ୍ତ କରିପାରିବେ, ଆପଣ ନିଜ ଘରେ ଏହି ସବୁ ଉପାୟ କରି ପ୍ରାପ୍ତ କରିପାରିବେ। ପ୍ରଥମ କଥା ହେଉଛି ମାଘ ପୂର୍ଣ୍ଣିମାକୁ ଅଗିରା ପୂର୍ଣ୍ଣିମା ମଧ୍ୟ କୁହାଯାଏ। ଏହି ଦିନ ଅଗ୍ନି ଦେବତାଙ୍କର ସନ୍ଧ୍ୟା ସମୟରେ ବ୍ରାହ୍ମଣମାନେ ଯଥାବିଧି ପୂର୍ବକ ପୂଜା କରାଯାଏ। ପଞ୍ଚତତ୍ଵର ଆଉ ଗୋଟିଏ ତତ୍ଵ ହେଉଛି ଅଗ୍ନି ଏବଂ ଅଗ୍ନି ଯଦି ବିନା ଏହି ସଂସାର ଚଳିବା ବି କଷ୍ଟ। ଏହି 5ଟି ତତ୍ଵକୁ ନେଇ ମଣିଷ ଶରୀର ଗଠନ ହୋଇଛି ଏବଂ ଏହି ପୃଥିବୀ ବି ଗଠନ କରାଯାଇଛି। ବିନା ପଞ୍ଚତତ୍ଵରେ କିଛି ବି ସମ୍ଭବ ନୁହଁ। ସେହିପରି ଅଗ୍ନି ଦେବତାଙ୍କୁ ମଧ୍ୟ ପୂର୍ଣ୍ଣିମାର ସନ୍ଧ୍ୟା ସମୟରେ ପୂଜା କରାଯାଏ। ପୂର୍ଣ୍ଣିମା ତିଥିଟି ଲକ୍ଷ୍ମୀ ନାରାୟଣଙ୍କୁ ସମର୍ପଣ କରାଯାଇଛି। କୁହାଯାଏ ପୂର୍ଣ୍ଣିମା ଦିନ ଯେ ବି ମା ଲକ୍ଷ୍ମୀଙ୍କର ପ୍ରତ୍ୟେକ ପୂର୍ଣ୍ଣିମା ଦିନ ଏବଂ ଯେଉଁମାନେ ପୂର୍ଣ୍ଣିମା ବ୍ରତ ଆରମ୍ଭ କରିବା ପାଇଁ ଚାହୁଁଛନ୍ତି, ଘରୁ ଗରିବୀ ଦୂର କରିବା ପାଇଁ ଚାହୁଁଛନ୍ତି, ପୂର୍ଣ୍ଣିମା ବ୍ରତ ଆରମ୍ଭ କରିବା ପାଇଁ ଚାହୁଁଛନ୍ତି, ଏହି ମାଘ ପୂର୍ଣ୍ଣିମା ଦିନଠାରୁ ପୂର୍ଣ୍ଣିମା ବ୍ରତ ଆରମ୍ଭ କରାଯାଏ। ମାଘ ମାସ ମଧ୍ୟ ପବିତ୍ର ମାସ ସହିତ ତୁଳନା କରାଯାଇଛି। ଯେପରି କାର୍ତ୍ତିକ ସ୍ନାନ କରାଯାଏ, ତୁଳସୀର ପୂଜା କରାଯାଏ, ମନ୍ଦିର ଦର୍ଶନ କରାଯାଏ, ସେହିପରି ଏହି ମାଘ ମାସରେ ମଧ୍ୟ ବ୍ରହ୍ମ ମୁହୂର୍ତ୍ତରୁ ସ୍ନାନ କରି ଦେବୀ ଦେବତାଙ୍କର ପୀଠକୁ ଯାଇ ଦର୍ଶନ କରି ଦାନ ଧର୍ମ ଦକ୍ଷିଣା କରାଯାଏ। ତେବେ ଆପଣମାନେ ମାଘ ମାସର ବ୍ରହ୍ମ ମୁହୂର୍ତ୍ତରୁ ଉଠିକରି ଏହି ଉପାୟକୁ ନିଜ ଘରେ ନିଶ୍ଚୟ କରିଦିଅନ୍ତୁ। ଆପଣମାନେ ନିଶ୍ଚୟ ପୁଣ୍ୟ ପ୍ରାପ୍ତ କରିପାରିବେ। ଦର୍ଶକ ବନ୍ଧୁ, ଆମେ ଯେତେ ଗଙ୍ଗା ସ୍ନାନ କଲେ ବି ଯଦି ଆମର ମନ ସଫା ନଥିବ ଆମେ କିପରି ପୁଣ୍ୟ ପ୍ରାପ୍ତ କରିପାରିବା? ପ୍ରଥମେ ନିଜ ମନକୁ ସଫା ରଖନ୍ତୁ। ପରନିନ୍ଦା, ପରଚର୍ଚ୍ଚା, କଳି, ଝଗଡ଼ା, ରାଗ, ଦେଶରୁ ଦୂରେଇ ରୁହନ୍ତୁ। ଈଶ୍ୱର ଆପଣଙ୍କୁ ଭଲ ରାସ୍ତାରେ ନେବେ। ନିଶ୍ଚୟ ସବୁ ଭଲ ହବ। ଦର୍ଶକ ବନ୍ଧୁ, ମାଘ ମାସର ବ୍ରହ୍ମ ମୁହୂର୍ତ୍ତରେ ପୂର୍ଣ୍ଣିମା ଦିନ କେଉଁ 5ଟି କାମ କରିବେ ଜାଣିବା ଆଗରୁ ଯଦି ଏପର୍ଯ୍ୟନ୍ତ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି, ନିହାତି ସବସ୍କ୍ରାଇବ୍ କରନ୍ତୁ। ପାଖରେ ଥିବା ବେଲ୍ ଆଇକନକୁ କ୍ଲିକ୍ କରି ଭିଡ଼ିଓକୁ ଗୋଟେ ଲାଇକ୍ ଟିକେ କରିଦିଅନ୍ତୁ ଏବଂ କମେଣ୍ଟ ସେକ୍ସନରେ ଜୟ ମା ଲକ୍ଷ୍ମୀ ନିହାତି ଲେଖନ୍ତୁ। ପ୍ରଥମେ ଆପଣମାନେ ମାଘ ପୂର୍ଣ୍ଣିମା ଯେଉଁମାନେ ପ୍ରଥମେ ଏହି ଉପାୟଟି ସେହିମାନଙ୍କ ପାଇଁ ଯେଉଁମାନେ ଚାକିରି ପାଇଁ ସନ୍ତାନ ପାଇଁ କଷ୍ଟ ପାଉଛନ୍ତି। ଆପଣମାନଙ୍କୁ ମାଘ ପୂର୍ଣ୍ଣିମା ଠାରୁ ଭଲ ଦିନ ଆଉ କେବେ ବି ପାଇପାରିବେ ନାହିଁ। ଏହି ଦିନଟିକୁ ଯିଏ ହାତଛଡ଼ା କରିଦେଇଛି ସିଏ ପୁଣି ଗୋଟିଏ ବର୍ଷ ଅପେକ୍ଷା କରିବା ପାଇଁ ପଡ଼ିବ। କାରଣ ଏହି 144 ବର୍ଷ ପରେ ଯେଉଁ ପବିତ୍ର ଦିନ ପଡ଼ିଛି, ଯାହାକି କୁମ୍ଭ ମେଳା ଅନୁଷ୍ଠିତ ହେଉଛି ପ୍ରୟାଗରାଜରେ, ଏହି ପବିତ୍ର ଦିନ ମାନଙ୍କରେ ଦେବତା ବି ଜଗିଥାନ୍ତି ଏହି ଦିନକୁ। ତେବେ ଆପଣମାନେ ଯଦି ଏହି ଉପାୟକୁ କରିଦିଅନ୍ତି, ଆପଣଙ୍କର ଧନଜନିତ ସମସ୍ୟା, ସନ୍ତାନ ପୀଡ଼ା ଏହି ସବୁରୁ ଆପଣମାନେ ନିଶ୍ଚୟ ମୁକ୍ତି ପାଇପାରିବେ। ହଁ ଆଜ୍ଞା, ଯଦି ଆପଣମାନେ ଏହି ଭିଡ଼ିଓ ଦେଖୁଛନ୍ତି ବହୁ ମାତ୍ରାରେ ସେୟାର କରନ୍ତୁ। ହୁଏତ କେଉଁମାନଙ୍କର କାମରେ ଆସିପାରିବ କିମ୍ବା ଯଦି କୌଣସି ବଡ଼ ବିରାଟ ରୋଗରେ ଆପଣମାନେ ପଡ଼ିଛନ୍ତି, ଏହି ଉପାୟକୁ ନିଜ ଘରେ ନିଶ୍ଚୟ କରିଦିଅନ୍ତୁ। ବିଶେଷ କରି ସନ୍ତାନ ଜନିତ କଷ୍ଟ ପାଇଁ ଏବଂ ଧନଜନିତ ସମସ୍ୟା, ଚାକିରି ସମସ୍ୟା ପାଇଁ ଏହି ଉପାୟଟି ବହୁତ ପ୍ରଯୁଜ୍ୟ ଅଟେ। ଆପଣମାନେ କ'ଣ କରିବେ? ଏହି ଦିନ ଗୋଟିଏ କଦଳୀ ବୃକ୍ଷକୁ ଆପଣମାନେ ନିଜ ଘରେ ସ୍ଥାପନା କରିବେ। ଏହି ଦିନଠାରୁ ଭଲ ଦିନ ଆଉ କିଛି ବି ନାହିଁ ଏବଂ ସଂକ୍ରାନ୍ତି ବି ପଡ଼ୁଛି। ତେଣୁ ଆପଣମାନେ ଯଦି ଯେଉଁ କଷ୍ଟ ମୁଁ ଆପଣମାନଙ୍କୁ କହିଲି ସେହି ସମସ୍ୟା ପାଇଁ ଗୋଟିଏ କଦଳୀ ଗଛ ଆପଣଙ୍କର ସବୁ ସମସ୍ୟାର ନିବାରଣ କରିପାରିବ। ଆପଣ ନିଜ ଘରେ ଗୋଟିଏ କଦଳୀ ଗଛର ସ୍ଥାପନା କରନ୍ତୁ। ତାପରେ ସେହି କଦଳୀ ଗଛରେ ଗୋଟିଏ ତମ୍ବା ଢାଳରେ କିଛି ଗଙ୍ଗା ପାଣି, ଗୁଡ଼, ମିଶ୍ରି, କିଛି ମହୁ ଏବଂ ଚଣା ଡାଲି ପକାଇ ଓମ୍ ନମ ଭଗବତେ ବାସୁଦେବ 7 ଥର ଜପ କରି ଜଳ ଅର୍ପଣ କରନ୍ତୁ। ହଳଦିଆ ଧାଗା ଓମ୍ ନମ ଭଗବତେ ବାସୁଦେବ କହି 3 ଥର କଦଳୀ ବୃକ୍ଷରେ ଗୁଡ଼ାଇ ଦିଅନ୍ତୁ। ହଳଦିଆ ଚନ୍ଦନ ଦିଅନ୍ତୁ, ହଳଦୀର ଟୀକା ଲଗାନ୍ତୁ, ହଳଦିଆ ପୁଷ୍ପ ଦିଅନ୍ତୁ। ଏମିତି କରି କଦଳୀ ବୃକ୍ଷକୁ ଆଜି ଆପଣମାନେ ପୂଜା କରନ୍ତୁ। ଗୋଟିଏ କଦଳୀ ଗଛ ସ୍ଥାପନା କରିବା ଦ୍ୱାରା ପୂର୍ଣ୍ଣିମା ତିଥିରେ 100 ଗୁଣ ପୁଣ୍ୟର ଫଳ ଆପଣମାନେ ପ୍ରାପ୍ତ କରିପାରିବେ। ତେଣୁ ଏହି ଉପାୟକୁ ନିଜ ଘରେ ଆପଣମାନେ ନିଶ୍ଚୟ କରନ୍ତୁ।
ଏହା ତ ଥିଲା ପ୍ରଥମ। ଦ୍ୱିତୀୟରେ ମାଘ ପୂର୍ଣ୍ଣିମା। ଯଦି ଆପଣମାନେ ପବିତ୍ର ନଦୀରେ ସ୍ନାନ କରିବା ପାଇଁ ଯାଇପାରୁନାହାନ୍ତି, ବୁଡ଼ ପକାଇବା ପାଇଁ ଯାଇପାରୁନାହାନ୍ତି, ନିଜ ଘରେ ତୀର୍ଥ ଜଳ ଯାହାକି ଗଙ୍ଗା ପାଣି ଟିକେ ପକାଇ ଦିଅନ୍ତୁ। ସେଥିରେ କଳା ରାଶି ପକାଇ କରି ବ୍ରହ୍ମ ମୁହୂର୍ତ୍ତରୁ ସ୍ନାନ କରନ୍ତୁ। ଏହା ଆପଣଙ୍କୁ କୋଟି କୋଟି ଜନ୍ମର ପାପର ଫଳକୁ ନଷ୍ଟ କରିଦିଏ। କିନ୍ତୁ ଦର୍ଶକ ବନ୍ଧୁ, କର୍ମ ଠିକ୍ କରନ୍ତୁ, ମନକୁ ସଫା ରଖନ୍ତୁ। ଗଙ୍ଗା ସ୍ନାନ କଲେ ବି ଯଦି ମନ ସଫା ନ ରହିବ, କିପରି ପାପରୁ ଧୋଇପାରିବା? ତେଣୁ ପ୍ରଥମେ ନିଜ ମନକୁ ସଫା ରଖନ୍ତୁ, ବାଣୀର ଶୁଦ୍ଧତା ରଖନ୍ତୁ, ଦେଖିବେ ସବୁ ଭଲ ହିଁ ହେବ। ତୃତୀୟରେ, ଏହି ଦିନ ଦାନ ଧର୍ମ ଦକ୍ଷିଣାର ବି ବହୁତ ମୂଲ୍ୟ ଅଛି। ଏହି ଦିନ ଆପଣମାନେ ଦାନ କ'ଣ କରିବେ? କୁହାଯାଏ ପୂର୍ଣ୍ଣିମା ତିଥିରେ ଧଳା ରଙ୍ଗର ଜିନିଷ ଯଦି ଦାନ କରିବେ, ଆପଣମାନେ କୋଟି କୋଟି ଜନ୍ମର ପୁଣ୍ୟର ଫଳ ପ୍ରାପ୍ତ କରିପାରିବେ। ଯେପରିକି ଆପଣମାନେ ଚାଉଳ, ମିଶ୍ରି, ଚିନି, କର୍ପୂର, ଦହି ଏସବୁ ଦାନ କରିପାରିବେ। ତା ସହିତ କିଛି ବସ୍ତ୍ର ବି ଦାନ କରନ୍ତୁ। ବିଶେଷ କରି ସ୍ନାନ କରି ଆସିବା ପରେ ଦାନର ସବୁ ଜିନିଷକୁ ଏକତ୍ରିତ କରନ୍ତୁ। ଏହାକୁ ନେଇ କୌଣସି ମନ୍ଦିରରେ ବା ଦେବାଳୟରେ ପୂଜାରୀକୁ ବା ବ୍ରାହ୍ମଣ ଦେବତାଙ୍କୁ ଦେଇଦିଅନ୍ତୁ। ତା ସହିତ ନିଜର ଶକ୍ତି ମୁତାବକ କିଛି ଦକ୍ଷିଣା ନିଶ୍ଚୟ ଅର୍ପଣ କରନ୍ତୁ। ଏହାଦ୍ୱାରା ଆପଣମାନେ ନିଶ୍ଚୟ ପୁଣ୍ୟର ଫଳ ପ୍ରାପ୍ତ କରିପାରିବେ। ଦର୍ଶକ ବନ୍ଧୁ, ଏହା ତ ଥିଲା ଦାନ କ'ଣ କରିବେ ତୃତୀୟ ଜିନିଷ। ଏବେ ଆମେ ଜାଣିବା ଚତୁର୍ଥ ଜିନିଷ। ପୂର୍ଣ୍ଣିମାରେ ତୁଳସୀର ବି ବହୁତ ମୂଲ୍ୟ ଅଛି। ଦର୍ଶକ ବନ୍ଧୁ, ଆପଣମାନେ ଏହି ପୂର୍ଣ୍ଣିମା ଦିନ ଗରିବୀ ସମସ୍ୟା ଦୂର ପାଇଁ କ'ଣ କରିବେ? କଞ୍ଚା କ୍ଷୀର ତୁଳସୀ ମୂଳରେ ଯେତେବେଳେ ମା ବୃନ୍ଦାବତୀଙ୍କର ପୂଜା କରିବେ, ଜଳ ଅର୍ପଣ କରିବେ, ମାଙ୍କୁ ସ୍ନାନ କରାଇଦେବେ, ଚନ୍ଦନ ସିନ୍ଦୁର ତା ସହିତ ପୁଷ୍ପ ଅର୍ପଣ କରିବେ। ଏତିକି ସବୁ ସରିବା ପରେ ଦୀପ ଧୂପ ଝୁଣା ଯାହା ବି ଆପଣ ଦେଇପାରନ୍ତି, ପୂର୍ଣ୍ଣିମା ତିଥିରେ ଟିକେ ଅଧିକ ପୂଜା କରନ୍ତୁ। ୟା ସହିତ ଆପଣମାନେ ତୁଳସୀ ମୂଳରେ କିଛି କଞ୍ଚା କ୍ଷୀର ଅର୍ପଣ କରନ୍ତୁ ଏବଂ ଏହାକୁ ତୁରନ୍ତ ତିଲକ ଲଗାନ୍ତୁ ନିଜ ଘରର ପ୍ରତ୍ୟେକ ସଦସ୍ୟ। ଏହାଦ୍ୱାରା ଆପଣଙ୍କ ଘରୁ ଗରିବୀ ସମସ୍ୟା ଦୂର ହୋଇଥାଏ। ଯଦି ବିଶ୍ୱାସ ହେଉନାହିଁ, ଏହାକୁ ଥରୁଟିଏ ନିଜ ଜୀବନରେ କରିକି ଦେଖନ୍ତୁ, ନିଶ୍ଚୟ ଆପଣମାନେ ଶୁଭ ଫଳ ପ୍ରାପ୍ତ କରିପାରିବେ। ଏବେ ପଞ୍ଚମ ଏବଂ ସବୁଠାରୁ ଶ୍ରେଷ୍ଠ ଉପାୟଟି ଏଇଆ। ଏହି ଦିନ ଆପଣମାନେ ଓସ୍ତ ଗଛର ପୂଜା କରିବା ଦ୍ୱାରା ବହୁତ ପୁଣ୍ୟ ଫଳ ପ୍ରାପ୍ତ କରିପାରିବେ। କୁହାଯାଏ ପୂର୍ଣ୍ଣିମା ତିଥିରେ ଯେକୌଣସି ବ୍ୟକ୍ତି ଓସ୍ତ ଗଛ ମୂଳେ ଜଳ ଅର୍ପଣ କରି ସନ୍ଧ୍ୟା ସମୟରେ ସୋରିଷ ତେଲର ଦୀପଟି ଜାଳିଥାଏ, ତା ଘରେ ସ୍ୱୟଂ ମା ଲକ୍ଷ୍ମୀ ବିରାଜମାନ କରିଥାନ୍ତି। କାରଣ ଓସ୍ତ ଗଛ ମୂଳେ ଲକ୍ଷ୍ମୀ ନାରାୟଣଙ୍କର ବାସ କୁହାଯାଏ ଏବଂ ଓସ୍ତ ଗଛ ହେଉଛି ସ୍ୱୟଂ ଭଗବାନଙ୍କର ଆବିର୍ଭାବ ବା ରୂପ ବୋଲି କୁହାଯାଏ। ତେଣୁକରି କୁହାଯାଏ କେବେ ବି ଓସ୍ତ ଗଛକୁ କାଟିବା ନାହିଁ। ଏବେ ଦର୍ଶକ ବନ୍ଧୁ, ଆପଣମାନେ ପୂର୍ଣ୍ଣିମା ଦିନ ଓସ୍ତ ଗଛର ପୂଜା ନିଶ୍ଚୟ କରନ୍ତୁ। ମନେ ରଖନ୍ତୁ, ଓସ୍ତ ଗଛ ମୂଳକୁ ଯଦି ଯାଉଛନ୍ତି ସନ୍ଧ୍ୟା ସମୟରେ, ସନ୍ଧ୍ୟା ହେବା ପୂର୍ବରୁ ଯାଆନ୍ତୁ। କେବେ ବି ଅନ୍ଧାର ସମୟରେ ଓସ୍ତ ଗଛ ମୂଳକୁ ଯାଇ ଦୀପ ପ୍ରଜ୍ୱଳନ କରନ୍ତୁ ନାହିଁ ଏବଂ ଓସ୍ତ ଗଛ ପାଖକୁ କେବେ ବି ଖାଲି ହାତରେ ଯିବେ ନାହିଁ। ଯିବେନି ପଛେ ଖାଲି ହାତରେ ଯିବେ ନାହିଁ। କୁହାଯାଏ ଶାସ୍ତ୍ରୀୟ ମତ ଅଛି ଯେ ଓସ୍ତ ଗଛ ମୂଳକୁ କିଛି ନେଇକରି ଯାଏ, ତା ପଛରେ ମା ଲକ୍ଷ୍ମୀ ଆସିଥାନ୍ତି ଏବଂ ଯିଏ ଖାଲି ହାତରେ ଯାଏ ତା ପଛରେ ଅଲକ୍ଷ୍ମୀ ଆସିଥାନ୍ତି। କାରଣ ପ୍ରତ୍ୟେକ ଦେବୀ ଦେବତାଙ୍କର ଗୋଟିଏ ଗୋଟିଏ ଘର ଅଛି। ଅଲକ୍ଷ୍ମୀ ବି ଭଗବାନ ବିଷ୍ଣୁଙ୍କୁ କହିଲେ ଯେ ମୁଁ କେଉଁଠି ରହିବି, କାହା ଘରକୁ ଯିବି, ସେଠାରେ ଅଲକ୍ଷ୍ମୀଙ୍କୁ ବି କିଛି ବରଦାନ ମିଳିଛି। ଯେଉଁ ଘରୁ ଦୁର୍ଗନ୍ଧ ଆସିଥାଏ, ଯେଉଁ ଘର ସଫାସୁତୁରା ନଥାଏ, ଯେଉଁ ଘର ସଦାସର୍ବଦା କଳି ଝଗଡ଼ା ଲାଗିଥାଏ ଏବଂ ଦେବାଳୟ ଶିବାଳୟ କୌଣସି ପବିତ୍ର ବୃକ୍ଷ କୌଣସି ପବିତ୍ର ସ୍ଥାନକୁ ଯେ ଖାଲି ହାତରେ ଯାଇଥାଏ, ତା ପଛରେ ଅଲକ୍ଷ୍ମୀ ଆସିଥାନ୍ତି। ତେଣୁ କେବେ ବି ଏହି ଜାଗାମାନଙ୍କୁ ଖାଲି ହାତରେ ଯିବେ ନାହିଁ। କିଛି ନହେଲେ ବି ଗୋଟାଏ ଲୋଟା ଜଳ ବି ନେଇକରି ଯିବେ କିମ୍ବା ଗୋଟାଏ ଦୀପ ବି ନେଇକରି ଯିବେ। କେବେ ଖାଲି ହାତରେ ଯିବା ନାହିଁ। ଏବଂ ଏହି ଦିନ ଆପଣମାନେ କିପରି ନିଜ ଘରେ ପୁଣ୍ୟ ପ୍ରାପ୍ତ କରିପାରିବେ? ନିଜ ଘରେ ଆପଣମାନେ ବ୍ରହ୍ମ ମୁହୂର୍ତ୍ତରୁ ଉଠିକରି ନିଜର ଘରେ ପୂଜା କରିବେ। ପୂର୍ବ ଦିନ ହିଁ ଘର ସଫା ରଖିଥିବେ। ଦାଣ୍ଡ ଦୁଆରେ ଗୋଟିଏ ଲକ୍ଷ୍ମୀ ପାଦ ପଦ୍ମ ଅଙ୍କନ କରିପାରିବେ। ତା ସହିତ ଗାଈକୁ ରୁଟି ଖାଇବାକୁ ଦିଅନ୍ତୁ। କଳା ପିମ୍ପୁଡ଼ିକୁ ଅଟା ଏବଂ ଚିନି ଖାଇବା ପାଇଁ ଦିଅନ୍ତୁ। ତା ସହିତ କୁକୁରକୁ ଖାଇବା ପାଇଁ ଦିଅନ୍ତୁ। ଏମିତି ପଶୁ ପକ୍ଷୀକୁ ନିଜ ଘରେ ରୁଟି ପ୍ରସ୍ତୁତ କରି ଖାଇବା ପାଇଁ ଦିଅନ୍ତୁ। କାରଣ ନାରାୟଣ ସର୍ବତ୍ର ବିଦ୍ୟମାନ। ଆମେ ଶିବ ମନ୍ଦିର କୌଣସି ଦେବାଳୟ ଯାଇ ଯେତେ ବି ଭୋଗ ଅର୍ପଣ କରି ଯଦି ଦୁଃଖୀ ରଙ୍କିକୁ କିଛି ଦାନ ଦେବା ନାହିଁ, ନିରୀହ ପଶୁପକ୍ଷୀମାନଙ୍କୁ
ଦାନ ଦେବା ନାହିଁ, ଖାଦ୍ୟ ଦେବା ନାହିଁ, ତେବେ ଆମର ପୁଣ୍ୟର ଫଳ କେବେ ବି ପ୍ରାପ୍ତ କରିପାରିବେ ନାହିଁ। ସବୁବେଳେ ଚେଷ୍ଟା କରନ୍ତୁ ଅସହାୟ ଲୋକମାନଙ୍କର ସାହାଯ୍ୟରେ ଆସିବା ପାଇଁ। ତେବେ ଈଶ୍ୱର ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବେ। କୁହାଯାଏ ନାରାୟଣ କେଉଁ ରୂପରେ ବି ଆମକୁ ଦର୍ଶନ ଦିଅନ୍ତି, ଆମକୁ ପରୀକ୍ଷା କରିବା ପାଇଁ ଆସନ୍ତି। ହୁଏତ ସେ ପଶୁ ପକ୍ଷୀ ବି ହୋଇପାରନ୍ତି କିମ୍ବା କୌଣସି ଅସହାୟ ବ୍ୟକ୍ତି ବି ହେଇପାରନ୍ତି। ସବୁବେଳେ ନିଜ ମନକୁ ସଫା ରଖନ୍ତୁ। ବାକି ଦିନମାନଙ୍କରେ ପୁଣ୍ୟ ଫଳ ପ୍ରାପ୍ତ କରିବା ପାଇଁ ଆପଣମାନେ ଛୋଟିଆ ଛୋଟିଆ ଉପାୟ ତ ନିଶ୍ଚୟ କରିପାରିବେ। ସବୁବେଳେ ନିଜ ଆଖିକୁ ଖୋଲା ରଖନ୍ତୁ ଈଶ୍ୱରଙ୍କୁ ଚିହ୍ନିବା ପାଇଁ। ଦର୍ଶକ ବନ୍ଧୁ, ମାଘ ପୂର୍ଣ୍ଣିମା ଦିନ ଆପଣମାନେ ଏହି ଉପାୟ ନିଶ୍ଚୟ କରନ୍ତୁ। ତା ସହିତ ଓମ୍ ନମୋ ଭଗବତେ ବାସୁଦେବାୟ ମନ୍ତ୍ରର ଜପ କରନ୍ତୁ। କୌଣସି ଏକ ଶିବ ମନ୍ଦିର ଯାଇ ଗୋଟାଏ ଚାଉଳର ଦାନା ଦେବଦେବ ମହାଦେବଙ୍କ ଉପରେ ନିଶ୍ଚୟ ଅର୍ପଣ କରନ୍ତୁ। ତା ସହିତ ଧଳା ପୁଷ୍ପ ଅର୍ପଣ କରନ୍ତୁ ଏବଂ ମହୁ ଟିକେ ଅର୍ପଣ କରନ୍ତୁ। ପୂର୍ଣ୍ଣିମା ଦିନ ଏହି ସବୁ ଅର୍ପଣ କରିବା ଦ୍ୱାରା ଆପଣମାନେ ଶିବ କୃପା ପ୍ରାପ୍ତ କରିପାରିବେ। ଆଜି ପାଇଁ ରହିଲି, ପୁଣି ଦେଖା ହେବ ଆଗାମୀ ଏକ ସୁନ୍ଦର ଭିଡ଼ିଓରେ।